ଆଜିର ଏହି ସ୍ୱତନ୍ତ୍ର ବିଶ୍ଳେଷଣକୁ ସ୍ୱାଗତ। ଆଜି ଆମେ ଏକ ଏମିତି ରହସ୍ୟ ଉପରେ ଆଲୋଚନା କରିବା ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ, ଯାହା ପ୍ରାଚୀନ ବାସ୍ତୁକଳା, ପୌରାଣିକ ମହତ୍ତ୍ୱ ଏବଂ ଅଦ୍ଭୁତ ଆଧ୍ୟାତ୍ମିକ ଶକ୍ତିର ଏକ ଚମତ୍କାର ମିଶ୍ରଣ ଅଟେ। ମୂଳ ଉତ୍ସଗୁଡ଼ିକରୁ ସଂଗୃହୀତ ତଥ୍ୟ ଆଧାରରେ ଆମେ ଦେଖିବା କିପରି ଏହି ସ୍ଥାନ ଉଭୟ ଇତିହାସ ଏବଂ ଅଲୌକିକତାର ଏକ ଅଦ୍ଭୁତ ସଙ୍ଗମ। ତେଣୁ ଆସନ୍ତୁ ବିଳମ୍ବ ନ କରି ସିଧାସଳଖ ଆମର ଏହି ରୋମାଞ୍ଚକର ଯାତ୍ରା ଆରମ୍ଭ କରିବା। ଆମର ଏହି ଯାତ୍ରାରେ ପ୍ରଥମେ ରହିଛି ପୌରାଣିକ ଉତ୍ପତ୍ତି ଏବଂ ସେହି ବଡ଼ ଭୌଗୋଳିକ ବିତର୍କ। ତାପରେ ଆମେ ଦେଖିବା ସମୁଦ୍ର ବିରୁଦ୍ଧରେ କିପରି ଏକ ଆଶ୍ଚର୍ଯ୍ୟଜନକ ଇଞ୍ଜିନିୟରିଂ କରାଯାଇଛି, ଶ୍ରୀକୃଷ୍ଣଙ୍କ ସହ ଏହାର ଦିବ୍ୟ ସମ୍ପର୍କ, କୁଣ୍ଡଳିନୀ ଓ ସର୍ପ ରହସ୍ୟ, ଏବଂ ଶେଷରେ ମାନବୀୟ ଭୟ ଉପରେ କିପରି ବିଜୟ ହାସଲ କରାଯାଏ ସେ ବିଷୟରେ ଜାଣିବା। ତେବେ ପ୍ରଥମ ବିଷୟଟି ହେଲା ପୌରାଣିକ ଉତ୍ପତ୍ତି। ସବୁକିଛି ଆରମ୍ଭ ହେଉଛି ଏକ ଘଞ୍ଚ ତଥା ଭୟଙ୍କର ଜଙ୍ଗଲରୁ। ହଁ, ଦାରୁକ ବନ। ସେହି ଅନ୍ଧକାରମୟ ସମୟର କଥା ଟିକେ ଚିନ୍ତା କରିବା। ଦାରୁକ ଓ ଦାରୁକୀ ନାମକ ଦୁଇ ରାକ୍ଷସ ନିଜର କଳାତାନ୍ତ୍ରିକ ଶକ୍ତି ବଳରେ ଚାରିଆଡ଼େ ଆତଙ୍କ ଖେଳାଇ ଦେଇଥିଲେ ଏବଂ ସାଧୁସନ୍ଥମାନଙ୍କୁ ବନ୍ଦୀ କରି ରଖିଥିଲେ। କିନ୍ତୁ ସେହି ବନ୍ଦୀଶାଳାରେ ଥିଲେ ସୁପ୍ରିୟ ନାମକ ଜଣେ ଅନନ୍ୟ ଶିବଭକ୍ତ। ତାଙ୍କର ଧ୍ୟାନ ଏତେ ପ୍ରବଳ ଥିଲା ଯେ ଯେତେବେଳେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା, ଠିକ୍ ସେହି ସମୟରେ ଏକ ବିରାଟ ଗର୍ଜନା ସହ ସ୍ୱୟଂ ଭଗବାନ ଶିବ ସେଠାରେ ପ୍ରକଟ ହେଲେ ଆଉ ନିଜର ରୌଦ୍ର ରୂପରେ ସମସ୍ତ ଭୟକୁ ନାଶ କରି ସେ ସମସ୍ତ ଭକ୍ତଙ୍କୁ ଉଦ୍ଧାର କଲେ। ଏହି ଘଟଣା ସହିତ ଜଡ଼ିତ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥାଟି ହେଉଛି ଏକ ସ୍ୱୟମ୍ଭୂ ଶିବଲିଙ୍ଗର ଆବିର୍ଭାବ। ସ୍ୱୟମ୍ଭୂ ମାନେ କ'ଣ? ଏହାର ଅର୍ଥ ହେଉଛି ଯାହା ଆପେ ଆପେ ପୃଥିବୀରୁ ଉଦ୍ଭବ ହୋଇଛି, ଯାହାକୁ କୌଣସି ମଣିଷ ତିଆରି କରିନାହିଁ କି ଖୋଦେଇ କରିନାହିଁ। ଶିବଙ୍କ ପ୍ରକଟ ହେବା ପରେ ଠିକ୍ ସେହି ସ୍ଥାନରେ ହିଁ ଏକ କଳା ତଥା ସମ୍ପୂର୍ଣ୍ଣ ଚିକଣ ଶିବଲିଙ୍ଗ ପ୍ରାକୃତିକ ଭାବରେ ବାହାରିଥିଲା। ଏହା ସତରେ ଅଦ୍ଭୁତ, କାରଣ ଏହା କୌଣସି ସାଧାରଣ ବୈଦିକ ସ୍ଥାପନା ନୁହେଁ, ବରଂ ଏକ ସ୍ୱୟଂ ପ୍ରକଟିତ ଅସୀମ ଦିବ୍ୟ ଶକ୍ତି। ବର୍ତ୍ତମାନ ଆସିବା ଆମର ଦ୍ୱିତୀୟ ଭାଗକୁ, ଯାହା ହେଉଛି ଏକ ବହୁତ ବଡ଼ ଭୌଗୋଳିକ ବିତର୍କ। ଆସନ୍ତୁ ଦେଖିବା ଏହି ରୋମାଞ୍ଚକର ବିତର୍କଟି ପ୍ରକୃତରେ କ'ଣ। ପ୍ରକୃତ ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ ପ୍ରକୃତରେ କେଉଁଠି ଅଛି? ଗୋଟିଏ ପଟେ ଅଛି ମହାରାଷ୍ଟ୍ରର ଓଣ୍ଡା ନାଗନାଥ। ଏହାର ସମ୍ପର୍କ ସିଧାସଳଖ ପାଣ୍ଡବ ଏବଂ ଯୁଧିଷ୍ଠିରଙ୍କ ସହ ଥିବାର ପ୍ରାଚୀନ ମାନ୍ୟତା ରହିଛି ଏବଂ ଏହାର ମନ୍ଦିର ନିର୍ମାଣ ଶୈଳୀ ଏହାକୁ ବେଶ୍ ମଜବୁତ ସମର୍ଥନ କରେ। କିନ୍ତୁ ଅନ୍ୟପଟେ ଦେଖିଲେ ଗୁଜରାଟର ଦ୍ୱାରକା ନିକଟରେ ଥିବା ନାଗେଶ୍ୱର ମନ୍ଦିରର ଦାବି ମଧ୍ୟ କମ୍ ନୁହେଁ। ଏହାର ସମୁଦ୍ର ଉପକୂଳବର୍ତ୍ତୀ ଅବସ୍ଥିତି ସ୍କନ୍ଦପୁରାଣ ଓ ଶିବପୁରାଣର ବର୍ଣ୍ଣନା ସହ ପୁରା ଖାପ ଖାଉଛି। ଏହି ଦୁଇଟି ସ୍ଥାନର ନିଜସ୍ୱ ଗଭୀର ଐତିହାସିକ ଗୁରୁତ୍ୱ ରହିଛି ଏବଂ ଏଠାରେ ଦୁଇଟି ଯାକ ତଥ୍ୟକୁ ସମାନ ଗୁରୁତ୍ୱ ଦିଆଯାଉଛି। ଏହି ବିତର୍କକୁ ଆହୁରି ରୋଚକ କରୁଛି ଏହି ପ୍ରାଚୀନ ଉଦ୍ଧୃତିଟି, ଦାରୁକା ବନେ ନାଗେଶ୍ୱରମ୍। ଶିବପୁରାଣର କୋଟିରୁଦ୍ର ସଂହିତାରେ ଲେଖାଥିବା ଏହି ପଦ କଥା ପଶ୍ଚିମ ସମୁଦ୍ର ଉପକୂଳରେ ଥିବା ଏକ ବନ ଆଡ଼କୁ ଇଙ୍ଗିତ କରୁଛି, ଯେଉଁଠାରୁ ସମୁଦ୍ରର ଗର୍ଜନ ସ୍ପଷ୍ଟ ଶୁଭୁଥିବ। ଆଉ ଠିକ୍ ଏହି ଭୌଗୋଳିକ ଓ ପୌରାଣିକ ଆଧାରକୁ ନେଇ ଗୁଜରାଟର ଦ୍ୱାରକାସ୍ଥିତ ସ୍ଥାନକୁ ପ୍ରକୃତ ଦାରୁକ ବନ ବୋଲି ଅନେକ ବିଶେଷଜ୍ଞ ଦୃଢ଼ ଦାବି କରିଥାନ୍ତି। ତୃତୀୟ ବିଷୟ, ସମୁଦ୍ର ବିରୁଦ୍ଧରେ ଇଞ୍ଜିନିୟରିଂ। ଏହା ବାସ୍ତବରେ ବହୁ ଚିତ୍ତାକର୍ଷକ। ସେହି ସମୟର ବାସ୍ତୁକଳା ଓ ଇଞ୍ଜିନିୟରିଂ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଦ୍ୱାରକା ମନ୍ଦିରର ମୂଳଦୁଆ ତଳେ ପ୍ରାଚୀନ କାରିଗରମାନେ କିଛି ଭୂଗର୍ଭସ୍ଥ ଶକ୍ତିସ୍ତମ୍ଭ ବା ଏନର୍ଜି କଲମ ନିର୍ମାଣ କରିଥିଲେ, ଯାହାର କାମ ହେଉଛି ସମୁଦ୍ରର ଆର୍ଦ୍ରତାକୁ ଶୋଷି ନେବା। ଆଉ ମୂଳଦୁଆ, ତାହା ଏକ ସ୍ୱତନ୍ତ୍ର ଛିଦ୍ରଯୁକ୍ତ କଳା ଗ୍ରାନାଇଟ୍ରେ ତିଆରି, ଯାହା ଲୁଣି ପାଣିରେ ଦୀର୍ଘ ସମୟ ଧରି ମଧ୍ୟ ନଷ୍ଟ ହୁଏ ନାହିଁ। ଇତିହାସ କହୁଛି ମଧ୍ୟଯୁଗରେ ବାରମ୍ବାର ବିଦେଶୀ ଆକ୍ରମଣ ହୋଇଛି, ମନ୍ଦିର ଭାଙ୍ଗିଛି, ତଥାପି ସ୍ଥାନୀୟ ରାଜା ଓ ଭକ୍ତମାନଙ୍କ ଦ୍ୱାରା ଏହାର ପୁନର୍ନିର୍ମାଣ ହୋଇଛି। ସମୁଦ୍ରର ଢେଉ ହେଉ କିମ୍ବା ସମୟର ପ୍ରବାହ, ଏହି ସଂରଚନାର ସ୍ଥାୟିତ୍ୱ ସତରେ ଅଦ୍ଭୁତ। ଏହି ମନ୍ଦିର ପରିସରରେ ଆଉ ଏକ ବିଶେଷ ଆକର୍ଷଣ ହେଉଛି ଏହି ବିଶାଳକାୟ 80 ଫୁଟ ଉଚ୍ଚର ମହାଦେବଙ୍କ ପ୍ରତିମା। ଏହା ଉପରେ ଦକ୍ଷିଣ ଭାରତୀୟ ବାସ୍ତୁକଳାର ପ୍ରଭାବ ସ୍ପଷ୍ଟ ବାରି ହୋଇପଡ଼େ। କିନ୍ତୁ ସବୁଠାରୁ ରହସ୍ୟମୟ କଥାଟି ଜାଣିଛନ୍ତି କି? ଏହି ମୂର୍ତ୍ତିର ମୁଖ ସିଧା ସମୁଦ୍ର ଆଡ଼କୁ ରହିଛି। ଏହା ପଛର ବିଶ୍ୱାସ ହେଉଛି ଯେ ଭଗବାନ ଶିବ ନିଜର ଦୃଷ୍ଟି ମାଧ୍ୟମରେ ଦ୍ୱାରିକାନଗରୀକୁ ସମୁଦ୍ରର ପ୍ରକୋପ ଏବଂ ବାହ୍ୟ ବିପଦରୁ ଏକ ଅଦୃଶ୍ୟ ଦିବ୍ୟ କବଚ ଭଳି ସୁରକ୍ଷା ପ୍ରଦାନ କରୁଛନ୍ତି। ଚତୁର୍ଥ ପ୍ରସଙ୍ଗ, ଶ୍ରୀକୃଷ୍ଣଙ୍କ ସହ ଥିବା ସେହି ଦିବ୍ୟ ସମ୍ପର୍କ। ନାଗେଶ୍ୱର କେବଳ ଗୋଟିଏ ପୂଜାସ୍ଥଳୀ ନୁହେଁ, ଏହା ଏକ ନୂଆ ଦିବ୍ୟ ନଗରୀର ସୁରକ୍ଷା କବଚ ବୋଲି କୁହାଯାଏ।
କାହିଁକି? କାରଣ ପ୍ରାଚୀନ ଉତ୍ସଗୁଡ଼ିକ ଅନୁଯାୟୀ ଯେତେବେଳେ ଶ୍ରୀକୃଷ୍ଣ ମଥୁରା ଛାଡ଼ିଥିଲେ ସେ ନିଜର ଏହି ନୂଆ ନଗରୀ ଅର୍ଥାତ୍ ଦ୍ୱାରକାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ପାଇଁ ଏହି ଉପକୂଳରେ ଭଗବାନ ଶିବଙ୍କର କଠୋର ଆରାଧନା କରିଥିଲେ। ଫଳରେ ମହାଦେବଙ୍କର ଆଶୀର୍ବାଦରୁ ଏକ ପ୍ରକାର ଶକ୍ତିଶାଳୀ ଊର୍ଜା ବା ଏନର୍ଜି ଶିଲ୍ଡ ସୃଷ୍ଟି ହୋଇଥିଲା। ଏହି ଶକ୍ତି ହିଁ ଦ୍ୱାରକାକୁ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲା। ପଞ୍ଚମ ଅଧ୍ୟାୟ କୁଣ୍ଡଲିନୀ ଏବଂ ସର୍ପ ପ୍ରତୀକବାଦର ଗଭୀର ରହସ୍ୟ। ଏହି ସ୍ଥାନ ସହ ଜଡ଼ିତ ସବୁଠାରୁ ଗୂଢ଼ ରହସ୍ୟ ହେଉଛି କୁଣ୍ଡଳିନୀ ଶକ୍ତି। କୁଣ୍ଡଳିନୀ ଅସଲରେ କ'ଣ? ଏହା ହେଉଛି ଆମ ମେରୁଦଣ୍ଡର ଠିକ୍ ତଳଭାଗରେ ଶୋଇ ରହିଥିବା ଏକ ସର୍ପାକାର ଆଧ୍ୟାତ୍ମିକ ଶକ୍ତି, ଯାହା କେବଳ କଠୋର ଧ୍ୟାନ ବଳରେ ହିଁ ଜାଗ୍ରତ ହୋଇଥାଏ। ଭଗବାନ ଶିବଙ୍କ ବେକଳେ ଗୁଡ଼ାଇ ହୋଇଥିବା ବାସୁକୀ ନାଗକୁ ଆମେ ସମସ୍ତେ ଦେଖିଛେ, ହେଲେ ତାହା କେବଳ କୌଣସି ଅଳଙ୍କାର ନୁହେଁ। ଏହା ଏକ ଗଭୀର ଦାର୍ଶନିକ ପ୍ରତୀକ। ଏହାର ଅର୍ଥ ହେଉଛି ଶିବ ହେଉଛନ୍ତି ସେହି ଜାଗୃତ କୁଣ୍ଡଳିନୀ ଶକ୍ତିର ସର୍ବୋଚ୍ଚ ନିୟନ୍ତ୍ରକ ଏବଂ ଏହି ନାଗେଶ୍ୱର କ୍ଷେତ୍ରକୁ ସେହି କୁଣ୍ଡଳିନୀ ଜାଗରଣର ଏକ ଶକ୍ତିଶାଳୀ ମାଧ୍ୟମ ବା ପୋର୍ଟାଲ ଭାବେ ଗ୍ରହଣ କରାଯାଏ। ଆସନ୍ତୁ ଟିକେ ବୁଝିବା ଧ୍ୟାନ ମାଧ୍ୟମରେ ଶରୀରର ବିଭିନ୍ନ ଶକ୍ତି କେନ୍ଦ୍ର ବା ଚକ୍ରଗୁଡ଼ିକ କିପରି କାମ କରେ। ଏହି ସ୍ଥାନରେ ଯେତେବେଳେ କେହି ଗଭୀର ଧ୍ୟାନରେ ବସନ୍ତି, ପ୍ରଥମେ ମେରୁଦଣ୍ଡର ନିମ୍ନ ଭାଗରେ ଥିବା ମୂଳାଧାର ଚକ୍ର ସେହି ସୁପ୍ତ ଶକ୍ତିକୁ ଜାଗ୍ରତ କରିଥାଏ। ଏହାପରେ ଧୀରେ ଧୀରେ ନିମ୍ନ ଉଦରରେ ଥିବା ସ୍ୱାଧିଷ୍ଠାନ ଚକ୍ର ଆମ ଭିତରର ଆଭ୍ୟନ୍ତରୀଣ ଶକ୍ତିକୁ ସକ୍ରିୟ କରେ ଏବଂ ଶେଷରେ ତୃତୀୟ ନେତ୍ର ସ୍ଥାନରେ ଥିବା ଆଜ୍ଞା ଚକ୍ର ସିଧାସଳଖ ପରମ ଚେତନା ସହିତ ଯୋଗସୂତ୍ର ସ୍ଥାପନ କରେ। ସେଥିପାଇଁ ତ ପ୍ରାଚୀନ କାଳରୁ ସାଧକମାନେ ନିଜର ଏହି ଦିବ୍ୟ ଶକ୍ତିଗୁଡ଼ିକୁ ସକ୍ରିୟ କରିବାକୁ ଏଠାକୁ ଆସିଥାନ୍ତି। ଆଉ ଏବେ ଆମର ଷଷ୍ଠ ତଥା ଶେଷ ପ୍ରସଙ୍ଗ, ଅସ୍ତିତ୍ୱର ଭୟ ଉପରେ ବିଜୟ। ସମସ୍ତେ ଜାଣନ୍ତି ଶିବଙ୍କର ଗୋଟିଏ ନାମ ହେଉଛି ଭୟହରଣ, କିନ୍ତୁ ଏହାର ପ୍ରକୃତ ଅର୍ଥ କ'ଣ? ଏହାର ଅର୍ଥ ହେଉଛି ସେହି ପରମ ଶକ୍ତି ଯେ ସମସ୍ତ ପ୍ରକାରର ଭୟକୁ ସମୂଳେ ଧ୍ୱଂସ କରନ୍ତି। ନାଗେଶ୍ୱର ମହାଦେବଙ୍କୁ ଭୟହରଣ କୁହାଯାଏ କାରଣ ଲୋକଙ୍କର ଅଟୁଟ ବିଶ୍ୱାସ ରହିଛି ଯେ ଏଠାକୁ ଆସିବା ମାତ୍ର ହିଁ ମନରୁ ମୃତ୍ୟୁ, ଅସଫଳତା କିମ୍ବା ରୋଗ ଭଳି ସବୁଠାରୁ ଗଭୀର ଆଶଙ୍କାଗୁଡ଼ିକ ଆପେ ଆପେ ଦୂର ହୋଇଯାଏ। ସତ କହିବାକୁ ଗଲେ ଏହା କେବଳ ଗୋଟିଏ ତୀର୍ଥସ୍ଥାନ ନୁହେଁ, ବରଂ ମଣିଷର ଅଜ୍ଞାତ ଭୟକୁ ଦୂର କରି ତାକୁ ମାନସିକ ଶାନ୍ତି ପ୍ରଦାନ କରିବାର ଏକ ସର୍ବୋଚ୍ଚ ଆଶ୍ରୟସ୍ଥଳୀ। କେବଳ ପୁରାଣ କଥା ନୁହେଁ, ଆଜିକାଲିର ଭକ୍ତମାନଙ୍କର ଅନୁଭୂତି ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ। ଅନେକ ଲୋକ ଅନୁଭବ କରିଛନ୍ତି ଯେ ମନ୍ଦିର ଭିତରେ ପାଦ ଦେଉ ଦେଉ ସେମାନଙ୍କର ହୃଦୟ ସ୍ପନ୍ଦନ ଓ ଉଦ୍ବେଗ ହଠାତ୍ ପୁରା ସ୍ଥିର ହୋଇଯାଏ। ବହୁତ ଲୋକ ବିନା କୌଣସି ବାଦ୍ୟଯନ୍ତ୍ରରେ ଶୂନ୍ୟରୁ ଏକ ଦିବ୍ୟ ଡମ୍ବୁରୁର ଶବ୍ଦ ଶୁଣିଥିବାର ଦାବି ମଧ୍ୟ କରିଛନ୍ତି। ଏତିକି ନୁହେଁ, କିଛି ସାଧକଙ୍କୁ ତ ବିଶାଳ ଅତି ଶାନ୍ତ ଦିବ୍ୟ ସର୍ପମାନଙ୍କର ଦର୍ଶନ ମିଳିଥିବାର ରେକର୍ଡ ରହିଛି। ଏସବୁ ଘଟଣା ସେଠାକାର ପରିବେଶକୁ କେତେ ଶକ୍ତିଶାଳୀ କରେ ତାହା ଭାବିଲେ ବି ଲୋମ ଟାଙ୍କୁରି ଉଠେ। ତେବେ ଶେଷରେ ମନରେ ଏକ ବହୁତ ଗଭୀର ପ୍ରଶ୍ନ ଉଠୁଛି ନା? ଭକ୍ତମାନେ ଦେଖୁଥିବା ସେହି ବିଶାଳ ସର୍ପଗୁଡ଼ିକ କ'ଣ ପ୍ରକୃତରେ ଶାରୀରିକ ରୂପରେ ଅଛନ୍ତି, ନା ସେଗୁଡ଼ିକ କେବଳ ସେମାନଙ୍କ ଭିତରେ ଜାଗ୍ରତ ହୋଇଥିବା ସେହି କୁଣ୍ଡଳିନୀ ଶକ୍ତିର ଏକ ମାନସିକ ପ୍ରତିଫଳନ ମାତ୍ର? ଆମର ସାଧାରଣ ବାସ୍ତବତା ଆଉ ଆଧ୍ୟାତ୍ମିକ ଜାଗରଣ ଭିତରେ ଥିବା ଏହି ସରୁ ସୀମାରେଖାଟି ହିଁ ନାଗେଶ୍ୱର ଜ୍ୟୋତିର୍ଲିଙ୍ଗର ସବୁଠାରୁ ବଡ଼ ରହସ୍ୟ। ଆଉ ଏହା ହିଁ ଆମକୁ ଏହି ଅଦ୍ଭୁତ ବିଷୟରେ ଆହୁରି ଜାଣିବା ପାଇଁ ବାଧ୍ୟ କରେ। ଆଜିର ଏହି ବିଶ୍ଳେଷଣରେ ଆମ ସହ ସାମିଲ ହୋଇଥିବାରୁ ବହୁତ ବହୁତ ଧନ୍ୟବାଦ।